क्वेश्चन नंबर 2 ओडिया लिपिर उत्पत्ति और विकास धारा संबंध में आलोचना कर। ख्रीष्टीय चतुर्थରୁ सप्तम शताब्दी। उत्तर ख्रीष्टीय चतुर्थ शताब्दी सप्तम शताब्दी पर्यंत ब्राह्म लिपिर विकसित स्वरूप उपलब्धि होता है। एही समय रे गुप्त राजन्य वृद्धों शासन चलीथिला। एहांकु गुप्त लिपि कुहाଯାଏ। ସେହି ବଂଶର ରାଜାମାନେ ହେଲେ ବିଶାଖା ବର୍ମା, ଉମା ବର୍ମା, ଅନନ୍ତ ଶକ୍ତି ବର୍ମା, ଅନନ୍ତ ବର୍ମା ଇତ୍ୟାଦି। ସମୁଦ୍ରଗୁପ୍ତଙ୍କ ପ୍ରୟୋଗ ପ୍ରଶସ୍ତ ସ୍ତମ୍ଭ ଲିପିର ବ୍ୟବହୃତ ଲିପି ସହିତ ଏହି ଲିପିର ସାମଞ୍ଜସ୍ୟ ରହିଛି। କୁଷାଣମାନଙ୍କ ପରେ ଭାରତରେ ଗୁପ୍ତ ସାମ୍ରାଜ୍ୟ ପ୍ରତିଷ୍ଠିତ ହେଲା। ତାହା ପ୍ରାୟ 7ମ ଶତାବ୍ଦୀ ପର୍ଯ୍ୟନ୍ତ ରହିଥିଲା। ଏହି ସମୟ ମଧ୍ୟରେ ସମସ୍ତ ଶିଳାଲେଖ ବା ତାମ୍ରଲେଖ ଖୋଦିତ ହୋଇଛି। ସେଗୁଡ଼ିକ ବ୍ରାହ୍ମୀ ଲିପିର ପରବର୍ତ୍ତୀ ବିକାଶ ପରିଲକ୍ଷିତ ହୁଏ। ତେଣୁ ଏହି ସମୟର ଲିପିକୁ ଗୁପ୍ତ ଲିପି କୁହାଯାଏ। ଗଞ୍ଜାମ ଜିଲ୍ଲାର ଜଉଗଡ଼ର ସୁମଙ୍ଗଳ ଗ୍ରାମରୁ ପ୍ରାପ୍ତ ଧର୍ମରାଜ ତାମ୍ରପତ୍ର ଓ ବାଲେଶ୍ୱର ଜିଲ୍ଲାର ସୋରଠାରେ ପ୍ରାପ୍ତ ରାଜକୁମ୍ଭ ଯମଙ୍କ ତାମ୍ରପତ୍ର ଓ ପୁରୀ ଜିଲ୍ଲାର କଣାସଠାରେ ପ୍ରାପ୍ତ କଣାସ ତାମ୍ରପତ୍ରରେ ଗୁପ୍ତ ଲିପିର ବ୍ୟବହୃତ ହୋଇଥିବାର ପ୍ରମାଣ ମିଳିଛି। ଚୀନ ପରିବ୍ରାଜକ ହୁଏନ୍ସାଂ। ଓଡ଼ିଆ ଭାଷା ଓ ଲିପିର ଉତ୍ତର ଭାରତୀୟ ଭାଷା ଓ ଲିପି ସମ୍ପର୍କରେ ଆସି ପରିବର୍ତ୍ତିତ ରୂପ ଧାରଣ କରିଥିଲା ସମୟରେ ଚୀନ ପରିବ୍ରାଜକ ହୁଏନ୍ସାଂ ଓଡ଼ିଆ ଆଗମନ କରିଥିଲେ। ସେ ଉଲ୍ଲେଖ କରିଛନ୍ତି ଯେ କଙ୍ଗତବାସୀ ଉତ୍ତର ଭାରତୀୟ ଭାଷା ବ୍ୟବହାର କରୁଥିଲେ। ସେହି ସମୟରେ ତସଳ, କୋଶଳ, କଳିଙ୍ଗ ଓ କଙ୍ଗତ ଭାଷାରେ ସାମାନ୍ୟ ପ୍ରଭେଦ ପରିଲକ୍ଷିତ ହୋଇନଥିଲା। ଶକ ହୁଏନ୍ସାଂଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଉତ୍ତର ଭାରତରୁ ମଧ୍ୟ ବହୁ ବ୍ରାହ୍ମଣ ଓ କ୍ଷତ୍ରିୟ ଓଡ଼ିଶା ଭୂଖଣ୍ଡକୁ ପଳାଇ ଯାଇଥିଲେ। ସେମାନେ ଉତ୍ତର ଭାରତୀୟ ଭାଷା ଲିପି ବ୍ୟବହାର କରୁଥିଲେ। ତେଣୁ ଏହି ସମୟରେ ଓଡ଼ିଆ ଭାଷା ଓ ଲିପିର ଉତ୍ତର ଭାରତୀୟ ଭାଷା ଓ ଲିପି ସହିତ ସମ୍ବନ୍ଧ ରକ୍ଷା ପୂର୍ବକ ପରିବର୍ତ୍ତିତ ରୂପ ଗ୍ରହଣ କରିଥିଲା। ତେଣୁ ଏହି ଲିପିର ନାମ ପେଟିକା ଶିରୋଲିପି ବା ପେଟିକା ଶୀର୍ଷଲିପି କୁହାଯାଏ। ଲୌହ ଲେଖନ। ଶିଳାଲିପି ବ୍ୟତୀତ ଲେଖନୀକାରମାନେ ତାଳପତ୍ରରେ ଲୌହ ଲେଖନ ଦ୍ୱାରା ଲେଖିବାରୁ ଅକ୍ଷର ଗୁଡ଼ିକ ସରଳ ରେଖା ପରିବର୍ତ୍ତେ ବକ୍ର ରେଖାଯୁକ୍ତ ହେଉଥିଲା। କାରଣ ତାଳପତ୍ରରେ ସରଳ ରେଖାଯୁକ୍ତ ଅକ୍ଷର ଲେଖିଲେ ତାହା ନଷ୍ଟ ହେବାର ସମ୍ଭାବନା ଥିଲା। କାଳକ୍ରମେ ଲିପିର ସାମାନ୍ୟ ପରିବର୍ତ୍ତନ ଘଟିଲା। ଏତାଦୃଶ ଲିପିକୁ ଲିପିତତ୍ତ୍ୱବିତ୍ମାନେ କୁଷାଣ ବା ବ୍ରାହ୍ମଲିପି କହିଥାନ୍ତି। ଖାରବେଳଙ୍କ ସମୟର ଲିପି ଏହି ଶୈଳୀରେ ଅନ୍ତର୍ଭୁକ୍ତ। ଏହି ଧରଣର ଲିପି କୁଷାଣ ରାଜାମାନଙ୍କ ଦ୍ୱାରା ବ୍ୟବହାର ହୋଇଥିବାର ପ୍ରମାଣ ମଥୁରାରୁ ମିଳିଅଛି। ଅଶୋକଙ୍କ ସମୟରେ ଖୋଦିତ ମୌର୍ଯ୍ୟ ବ୍ରାହ୍ମଲିପିରେ ହିନ୍ଦୁ ନଥିଲା, କିନ୍ତୁ ମରହଟ୍ଟାମାନଙ୍କର ଶିଳାଲେଖରେ କେବଳ କୁଷାଣ ବ୍ରାହ୍ମଲିପି ଖୋଦିତ ହୋଇଛି। ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀ। ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀରେ ମଗଧ ସମ୍ରାଟ ଅଶୋକ ମୌର୍ଯ୍ୟ ବ୍ରାହ୍ମଲିପି ଅର୍ଥାତ୍ ପ୍ରାଚୀନ ବ୍ରାହ୍ମଲିପିର ପରବର୍ତ୍ତୀ ବ୍ରାହ୍ମଲିପିର ଓ ଓଡ଼ିଆ ଅଧିବାସୀମାନଙ୍କର କଥିତ ଭାଷାରେ ଧଉଳି ଓ ଜଉଗଡ଼ ପାହାଡ଼ରେ ରାଜାଦେଶ ଖୋଦନ କରୁଥିଲେ। ଏହି ଶିଳାଲେଖରେ ବ୍ୟବହୃତ ଶବ୍ଦ ମଧ୍ୟରୁ କଳେ, ତିନି, ଦୁବେ, ପୋଛା, ପଟି, ସେ, ପୁଲିସ, ଖୁବ୍ ଇତ୍ୟାଦି ଖାଣ୍ଟି ଓଡ଼ିଆ ଶବ୍ଦ ଓ ଓଡ଼ିଆ ଶବ୍ଦର ନିକଟବର୍ତ୍ତୀ ଶବ୍ଦ। ଏହି ଶବ୍ଦର ସମୂହରେ ଓଡ଼ିଆ ଧ୍ୱନିର ରୂପାନ୍ତର, ଲୋପ ଓ ପରବର୍ତ୍ତୀ
ଆଦିର ସଂକେତ ମିଳିଥାଏ। ଗବେଷକଗଣ ଧଉଳି ଓ ଜଉଗଡ଼ର ଶିଳାଲେଖ ଦ୍ୱୟକୁ ଓଡ଼ିଆ ଭାଷା ଓ ଓଡ଼ିଆ ଲିପିର ଆଦି ପ୍ରାକୃତ ବର୍ଣ୍ଣନା କରିଛନ୍ତି। ମତ୍ସ୍ୟ ବ୍ରାହ୍ମଲିପି ଲିଖନ ପଦ୍ଧତି ଧାରାରେ ଏଗୁଡ଼ିକ ଖୋଦିତ ହୋଇଥିଲେ ହିଁ ଅକ୍ଷର ସମୂହ ଆଧୁନିକ ଓଡ଼ିଆ ଲିପିର ଆଦ୍ୟ ସ୍ୱରୂପ। ପରବର୍ତ୍ତୀ କାଳରେ ମତ୍ସ୍ୟ ବ୍ରାହ୍ମଲିପିର କ୍ରମ ବିକାଶ ଘଟିଥିଲା। ରାଜାମାନଙ୍କ ଦ୍ୱାରା ନିଯୁକ୍ତ ଲିପିକାରମାନେ ସେମାନଙ୍କ ରୁଚି ଅନୁସାରେ ସରଳ ରେଖାଯୁକ୍ତ ବ୍ରାହ୍ମଲିପିକୁ ପରିବର୍ତ୍ତନ କରି ଲିପିର ସ୍ଥାୟିତ୍ୱ ଦୃଷ୍ଟିରୁ ସରଳ ରେଖା କ୍ରମେ ବକ୍ର ଓ ଗୋଲାକାର ହୋଇଥିଲା। ଓଡ଼ିଆ ଲିପିର କ୍ରମ ବିକାଶ। ଓଡ଼ିଆ ଲିପିର କ୍ରମ ବିକାଶ ଧାରା ଅନୁଧ୍ୟାନ କଲେ ଜଣାଯାଏ, ଉଚ୍ଚାରଣ ଭିତ୍ତିରେ ଓଡ଼ିଆ ଲିପି ସମୂହ ପଞ୍ଚଦଶ ଶତାବ୍ଦୀ ବେଳକୁ କ୍ରମଶଃ ପରିବର୍ତ୍ତନ ରୂପ ଧାରଣ କରି ଆଧୁନିକ ଓଡ଼ିଆ ଲିପି ଭାବରେ ସ୍ୱୀକୃତି ଲାଭ କରିଛି। ଲିପି ପ୍ରାଚୀନ ବ୍ରାହ୍ମୀ ଲିପି, ମୌର୍ଯ୍ୟ ବ୍ରାହ୍ମୀ ଲିପି, କୁଷାଣ ବ୍ରାହ୍ମୀ ଲିପି, ଗୁପ୍ତ ଲିପି, କୁଟିଳ, ପେଟିକା ଶୀର୍ଷକ, ପ୍ରାଚୀନ ଓଡ଼ିଆ ଲିପି ପ୍ରଭୃତି ସ୍ତର ଦେଇ ଆଧୁନିକ ଓଡ଼ିଆ ଲିପିର ଉଦ୍ଭବ ହୋଇଛି। ସଂକ୍ଷେପରେ ଉଲ୍ଲେଖ କଲେ ନାନା ପରିବର୍ତ୍ତନ ସୋପାନ ଅତିକ୍ରମ କରି ଓଡ଼ିଆ ଲିପି ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅବସ୍ଥାରେ ଉପନୀତ ହୋଇଛି। ମହନୀୟ ହେଉଛି ଧ୍ୱନି ନିଃସୃତ ଧାରାରେ ଓଡ଼ିଆ ବର୍ଣ୍ଣମାଳା ନିଷ୍ପନ୍ନ ହୋଇ ଶାସ୍ତ୍ରୀୟ ଲିପିର ସ୍ୱରୂପରେ ମର୍ଯ୍ୟାଦାବାନ। ସପ୍ତମ ଶତାବ୍ଦୀରୁ ଏକାଦଶ ଶତାବ୍ଦୀ ମଧ୍ୟରେ ଗୁପ୍ତ ଯୁଗୀୟ ବ୍ରାହ୍ମଲିପିର ବ୍ୟାପକ ପରିବର୍ତ୍ତନ ଘଟିଛି। ଗୁପ୍ତ ଯୁଗରେ ଲିପିର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଯେଉଁ ବିନ୍ଦୁ ବା ଚଳ ସଂଯୋଗ ହୋଇଥିଲା, ତାହା ଏହି ସମୟରେ ତ୍ରିକୋଣାକାର ହୋଇଥିଲା। ବ୍ରାହ୍ମୀ ଲିପିର କ୍ରମ ବିକାଶ ଧାରା। ବ୍ରାହ୍ମୀ ଲିପି କ୍ରମ ବିକାଶରେ ଏହା ଦୁଇ ଭାଗରେ ବିଭକ୍ତ, ଯଥା ଉତ୍ତର ବ୍ରାହ୍ମୀ ଓ ଦକ୍ଷିଣ ବ୍ରାହ୍ମୀ। ଉତ୍ତର ଭାରତୀୟ ବ୍ରାହ୍ମୀ ଲିପିର ଗୋଟିଏ ଶାଖା ଦକ୍ଷିଣ ନାଗରିକ ଲିପି ତଥା ଦକ୍ଷିଣ ଭାରତୀୟ ଲିପି ଏକ ବିଶିଷ୍ଟ ଶାଖା ହେଉଛି କଳିଙ୍ଗ ଲିପି। ଖ୍ରୀଷ୍ଟୀୟ ନବମ ଶତାବ୍ଦୀରେ ଆଧୁନିକ ଓଡ଼ିଆ ବର୍ଣ୍ଣମାଳାର ଏ, କ, ଖ, ଗ, ଘ, ମ ପ୍ରଭୃତି ଅକ୍ଷରମାନଙ୍କ ସହିତ ଆକୃତି ଗଠନ ହୋଇ ସାରିଥିଲା। ଏତଦ୍ ବ୍ୟତୀତ ଆ, ଇ, ଏ ପ୍ରଭୃତି ସ୍ୱରବର୍ଣ୍ଣ ଆଧୁନିକ ଲିଖନ ଭଙ୍ଗୀରେ ରୂପ ନେଇ ଗଠିତ ହେଲା। ଏଥିରୁ ଜଣାଯାଏ, ଚତୁର୍ଦ୍ଦଶ ଶତାବ୍ଦୀରୁ ରାଜକୀୟ କାର୍ଯ୍ୟ ସଂସ୍କୃତ ପରିବର୍ତ୍ତେ ଓଡ଼ିଶାର ସର୍ବସାଧାରଣ ବୁଝିପାରୁଥିବା ଓଡ଼ିଆ ଭାଷାରେ ଲେଖାଗଲା। ଏତାଦୃଶ ପ୍ରାଚୀନ ଓଡ଼ିଆ ଲିପି ବୋଲି କୁହାଯାଇଛି। ପ୍ରାଚୀନ ଓଡ଼ିଆ ଲିପିର ଏହି ସ୍ୱରୂପ ଚିକାଗୋଲ ପାତେଶ୍ୱର ମନ୍ଦିରରେ ଥିବା ଭାନୁଦେବଙ୍କ ଶିଳାଲେଖରେ ଯାଜପୁର ସନ୍ନିକଟସ୍ଥ ସିଦ୍ଧେଶ୍ୱର ମନ୍ଦିରରେ ଖୋଦିତ ହୋଇଥିବାର ଚତୁର୍ଥ ନରସିଂହ ଦେବଙ୍କ ସ୍ତମ୍ଭ ଶିଳାଲେଖ, ପଦ୍ମପୁର ନିକଟସ୍ଥ ନୃସିଂହ ମନ୍ଦିରରେ ଥିବା ଶିଳାଲେଖକୁ ଗ୍ରହଣ କରାଯାଇଥାଏ। ଚତୁର୍ଦ୍ଦଶ ଓ ପଞ୍ଚଦଶ ଶତାବ୍ଦୀର ପରିବର୍ତ୍ତିତ ବିକାଶ ଧାରାରେ ପ୍ରତ୍ନ ଓଡ଼ିଆ ଲିପିର ପ୍ରାଚୀନ ଓଡ଼ିଆ ଲିପିର ଜନ୍ମ। ପ୍ରତ୍ନ ଓଡ଼ିଆ ଲିପିର ପ୍ରାଚୀନ ଓଡ଼ିଆ ଲିପିର ଜନ୍ମ। ସମାପ୍ତ। ଆଜିର ଆଲୋଚନା ଏତିକିରେ ସମାପ୍ତ କରୁଛି। ଭିଡ଼ିଓଟିକୁ ଭଲ ଲାଗିଥିଲେ ଲାଇକ୍, ସେୟାର, କମେଣ୍ଟ ନିଶ୍ଚୟ କରିବେ। ନମସ୍ତେ। ହ୍ୟାଲୋ ଏଭ୍ରିୱାନ୍, ଆଇ ଆମ୍ ଦମୟନ୍ତୀ। ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ଏବେ ମୁଁ ଆଲୋଚନା କରିବି ୟୁନିଟ୍ 3ର ଓଡ଼ିଆ ଅଭିଲେଖର ଭାଷା। କେବଳ ମୁଁ ଇମ୍ପୋର୍ଟାଣ୍ଟ ଲଙ୍ଗ୍ କ୍ୱେଶ୍ଚନ୍ ଗୁଡ଼ିକ ଆଲୋଚନା କରିବି। ପ୍ରାଚୀନ ଶିଳାଲେଖର ବିଶଦ ବିବରଣୀ ପ୍ରଦାନ କର। ଆନ୍ସର୍: ପ୍ରାଚୀନ କାଳର ରାଜାମାନେ। ପ୍ରାଚୀନ କାଳରେ ରାଜାମାନେ ପ୍ରଜାମାନଙ୍କ ଉଦ୍ଦେଶ୍ୟରେ କୌଣସି ନିର୍ଦ୍ଦିଷ୍ଟ ଘୋଷଣା ପ୍ରକାଶ କରିବା ପାଇଁ ପାହାଡ଼ ପର୍ବତ ଗାତ୍ରରେ ଶିଳାଲେଖମାନ ଉତ୍କୀର୍ଣ୍ଣ କରାଉଥିଲେ। ପୁଣି ଦାନପାତ୍ର ବା ସନନ୍ଦ ଦେବା ଉଦ୍ଦେଶ୍ୟରେ ସେମାନେ ତାମ୍ର ଫଳକ ଲେଖାମାନ ଉତ୍କୀର୍ଣ୍ଣ କରୁଥିଲେ। ସମୟ ସ୍ରୋତରେ ହୁଏତ କେତେବେଳେ କିଏ
ରାଜା ଦେଶକୁ ଅନ୍ୟଥା ଆଚରଣ କରିପାରେ। ଏହି ଆଶଙ୍କାରୁ ଶିଳାଲେଖ ଓ ତାମ୍ରଫଳକ ଲେଖର ସୃଷ୍ଟି। ସମୟ ଯେତେ ଦୂର ଅଗ୍ରସର ହେଉନା କାହିଁକି ଏହି ଲେଖାଗୁଡ଼ିକ ଯେ ଅପରିବର୍ତ୍ତନୀୟ ରହିବ, ଏ ବିଶ୍ୱାସ ସେ କାଳର ରାଜା ବା ରାଜକର୍ମଚାରୀଙ୍କ ମନରେ ଥିଲା। ଓଡ଼ିଶାର ବହୁ ଦେବାଦେବୀ ମନ୍ଦିର ଗାତ୍ରରେ, ପାହାଡ଼ ପର୍ବତରେ ଓ ବିଭିନ୍ନ ଅନୁଷ୍ଠାନରେ ଶିଳାଲେଖ ଓ ତାମ୍ରଫଳକ ଲେଖର ସନ୍ଧାନ ମିଳିଅଛି। ଶିଳାଲେଖ ଓ ତାମ୍ରଫଳକ। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆବିଷ୍କୃତ ହୋଇଥିବା ଶିଳାଲେଖ ଓ ତାମ୍ରଫଳକ ଲେଖଗୁଡ଼ିକର ପ୍ରାଚୀନ ଓଡ଼ିଶାର ଇତିହାସ ଓ ସମାଜ ଜୀବନର ପରିଚୟ ସଂକେତ କେତେକାଂଶରେ ମିଳିଥାଏ। ଏ ପର୍ଯ୍ୟନ୍ତ ଯେତେଗୁଡ଼ିଏ ଶିଳାଲେଖ ଆବିଷ୍କୃତ ହୋଇଛି, ସେଗୁଡ଼ିକ ମଧ୍ୟରେ ଦ୍ୱିତୀୟ ବ୍ରଜହସ୍ତ ଦେବଙ୍କ ଉର୍ଜାମ ଶିଳାଲେଖକୁ ପ୍ରାଚୀନ ଭାବରେ ଗ୍ରହଣ କରାଯାଇଛି। ଏହା 1015 ଖ୍ରୀଷ୍ଟାବ୍ଦରେ ଖୋଦିତ ହୋଇଥିଲା। ମାତ୍ର ଓଡ଼ିଶା ସଂଗ୍ରହାଳୟରେ ସଂରକ୍ଷିତ ଏକ ଜୈନ ବିଗ୍ରହରେ ଖୋଦିତ 2 ଗୋଟି ଖୋଦିତ ଏବଂ ଏହା ଓଡ଼ିଆ ପଦ୍ୟ ରଚନାର ଆଦ୍ୟ ସ୍ୱରୂପ। ଏକରେ ଉର୍ଜାମ ଶିଳାଲେଖ। ଏହି ଶିଳାଲେଖଟି ଚିକାକଲ ଜିଲ୍ଲାର ଚିକାକଲ ତାଲୁକର ଉର୍ଜାମ ଗ୍ରାମରେ ଥିବା ଧବଳେଶ୍ୱର ମନ୍ଦିର ସମ୍ମୁଖସ୍ଥ ଏକ ପ୍ରସ୍ତର ଖଣ୍ଡରେ ଖୋଦିତ। ଏହାର ଲିପି ନାଗରୀ। ଏଥିରେ ସୂଚିତ ହୋଇଥିବା ସମୟ ହେଉଛି ତୁଳ ମାସ ଶୁକ୍ଳ ପକ୍ଷ ପଞ୍ଚମୀ, ଶନିବାର, 973 ସକାଶ ଅର୍ଥ 1051 ଖ୍ରୀଷ୍ଟାବ୍ଦ। ଏହି ଶିଳାଲେଖଟି ବର୍ତ୍ତମାନ ମାନ୍ଦ୍ରାଜ ସଂଗ୍ରହାଳୟରେ ସଂରକ୍ଷିତ। ଶିଳାଲେଖର ପାଠ: ସ୍ୱସ୍ତି ସ୍ୱରମ ମୁଁ ଖାନେ ରିପୁ ଦର୍ପପ ମର୍ଦ୍ଧନ ଭୁଜ ବଳ ପରାକ୍ରମ ଗଙ୍ଗାନ୍ଭାବଲମ୍ବନ ସ୍ତମ୍ଭ ଶ୍ରୀମତ୍ ଅନ୍ତର୍ବର୍ମ ଦେବ ବୀଜ। ତାପରେ ଭୁବନେଶ୍ୱର ଦ୍ୱୈବାର୍ଷିକ ଶିଳାଲେଖ। ଶିଳାଲେଖର ପାଠ୍ୟ: ସ୍ୱସ୍ତି ଶ୍ରୀବର ନରନାରସିଂହ ଦେବ ସ୍ୱପ୍ରବଧାନେ ବିଜେ ରାଜେଶ ସ୍ତମ୍ଭ 22 କାର୍ତ୍ତିକ କ୍ରୋଷଣ 7 ରବିବାର ରେ ଶ୍ରୀ କୀର୍ତ୍ତବାସ କ୍ଷେତ୍ରମ୍ ସିଦ୍ଧେ ସ୍ୱର ମତର ବଡ଼ ନରସିଂହ ଦେବ। ଏହି ଶିଳାଲେଖର ଆରମ୍ଭ ଯେଉଁ ସାଙ୍କେତିକ ଚିହ୍ନ ଦିଆଯାଇଛି, ଶେଷରେ ସେହି ଚିହ୍ନ ଦିଆଯାଇଛି। ଡକ୍ଟର କୁଞ୍ଜବିହାରୀ ତ୍ରିପାଠୀ ଏହି ଚିହ୍ନକୁ ଓମ୍ ବୋଲି ମନେ କରିଛନ୍ତି। ଶିଳାଲେଖର ପ୍ରଥମ ଧାଡ଼ିରେ ସ୍ୱସ୍ତ ଏବଂ ଦେବ ଶବ୍ଦର ଦବ ଭାବରେ ଲିଖିତ। ଶିଳାଲେଖର ଶବ୍ଦଗୁଡ଼ିକ ଇ ସ୍ଥାନରେ ଦୀର୍ଘଇ ବ୍ୟବହୃତ ଓ ଦୀର୍ଘଇ ସ୍ଥାନରେ ର ବ୍ୟବହାର କରାଯାଇଛି। ଏହା ବ୍ୟତୀତ ଅନ୍ୟ ମାତ୍ରା ବ୍ୟବହାରର ବ୍ୟତିକ୍ରମ ଦେଖାଯାଇଛି। ତେଣୁ ର ସ୍ଥାନରେ ରି ବ୍ୟବହାର ହୋଇଛି। ଭାଷା ଦୃଷ୍ଟିରୁ ଏହି ଶିଳାଲେଖଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତାପରେ କୋଣାର୍କ ଶିଳାଲେଖ। ଶ୍ରୀ ବୟଭଣ୍ଡାର ଅଧିକାରୀ ବଲାଇ ନାୟକ, ଭଣ୍ଡାର ନାୟକ, ଅଲାଲୁ ନାୟକ, କଷ୍ଟକରଣ ଆଙ୍ଗିକ ନାୟକ। ଏହି ଶିଳାଲେଖଟି କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରାପ୍ତ। ଏହା ପାଠୋଦ୍ଧାର କରିଥିଲେ ମନମୋହନ ଚକ୍ରବର୍ତ୍ତୀ। ଏହି ଶିଳାଲେଖ ପାଠ ଓ ଅର୍ଥାଦି ବିହାର ଓଡ଼ିଶା ରିସର୍ଚ୍ଚ ସୋସାଇଟି ଜର୍ନାଲରେ 1917 ମସିହାରେ ପ୍ରକାଶିତ ହୋଇଥିଲା। ଆନୁମାନିକ ଭାବରେ ଲିପିତତ୍ତ୍ୱ ଦୃଷ୍ଟିରୁ ଏହି ଶିଳାଲେଖ ଖୋଦନ କାଳ ଚତୁର୍ଦ୍ଦଶ ଶତାବ୍ଦୀ ବୋଲି ଗ୍ରହଣ କରାଯାଇଛି। ତାପରେ ଭୁବନେଶ୍ୱର ଲିଙ୍ଗରାଜ ଅଭିଲେଖ। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଦକ୍ଷିଣ ଦ୍ୱାର ପାର୍ଶ୍ୱରେ ଏହି ଶିଳାଲେଖଟି ଉତ୍କୀର୍ଣ୍ଣ ହୋଇଥିଲା।
ଏହା ସେଠାରେ ସ୍ଥାନାନ୍ତରିତ ହୋଇଛି। ଏହି ଶିଳାଲେଖ ଅଂଶବିଶେଷ ବର୍ତ୍ତମାନ ଓଡ଼ିଆ ଅଭିଲେଖାଗାରରେ ସଂରକ୍ଷିତ ହୋଇଛି। ଏହି ଶିଳାଲେଖ ପାଠାଦି 1993 ମସିହାରେ ଜର୍ନାଲ ଅଫ୍ ଏସିଆଟିକ୍ ସୋସାଇଟି ଅଫ୍ ବେଙ୍ଗଲରେ ମନମୋହନ ଚକ୍ରବର୍ତ୍ତୀଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା। ଶିଳାଲେଖର ପାଠ ଶ୍ରୀବର କପିଳେଶ୍ୱର ଦେବ ମହାରାଜାଙ୍କ ବିଜେ ରାଜ୍ୟେ ସମସ୍ତ ଚାରିଅଙ୍କ ଶ୍ରୀ ସଂକ୍ରାନ୍ତି କୃଷ୍ଟ 9 ମଙ୍ଗଳବାର କୀର୍ତ୍ତିବାସ କଟକେ ଭିତର ପୂଜା ଅବଳାସେ ରାୟଗୁରୁ ବାସୁ ମହାପାତ୍ର ଭୁବନେଶ୍ୱର ମହାପାତ୍ର ଏଇ ଦୁଇହେ ଆସିଲେ ଲିହାଇଲେ ଏ ଦୁହିଙ୍କ ଗୋଚର ଆଜ୍ଞାବଳୀ ହଇଲା ଆରମ୍ଭ। ଶ୍ରୀ ଜଗନ୍ନାଥ ମନ୍ଦିର ଶିଳାଲେଖ। ପୁରୀ ଜଗନ୍ନାଥ ମନ୍ଦିର ଜୟ ବିଜୟ ଦ୍ୱାରର ବାମ ପାର୍ଶ୍ୱରେ ଏହି ଶିଳାଲେଖ ଉତ୍କୀର୍ଣ୍ଣ। ଏହି ଶିଳାଲେଖର ଭାଷାଦି 1893 ମସିହାରେ ଜର୍ନାଲ ଅଫ୍ ଏସିଆଟିକ୍ ସୋସାଇଟି ଅଫ୍ ବେଙ୍ଗଲର ଦ୍ୱିଷଷ୍ଠୀରେ ମନମୋହନ ଚକ୍ରବର୍ତ୍ତୀଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା। ଏହି ଶିଳାଲେଖର ପାଠ ରାଜେନ୍ଦ୍ର ମିତ୍ରଙ୍କ ଆଣ୍ଟିକ୍ୱିଟିଜ୍ ଅଫ୍ ଓଡ଼ିଶା ଦ୍ୱିତୀୟ ଖଣ୍ଡରେ 1880 ମସିହାରେ ମଧ୍ୟ ପ୍ରକାଶ ହୋଇଥିଲା। ଶିଳାଲେଖର ପାଠ ବୀରଶ୍ରୀ ପ୍ରତାପ କପିଳେଶ୍ୱର ଦେବ ମହାରାଜାଙ୍କ ବିଜୟ ରାଜ୍ୟ ସମସ୍ତ ଚାରି ଅଙ୍କ ଶ୍ରୀ ଧନୁ ଅମାବ୍ୟ ସୌରିବାରେ ଶ୍ରୀ ପୁରୁଷୋତ୍ତମ କଟକେ ପରମେଶ୍ୱରଙ୍କ 6ରେ କପିଳେଶ୍ୱର ଦେବଙ୍କ ସମୟରେ ଶିଳାଲେଖ। ଏହି ଶିଳାଲେଖ ଲିପି ତେଲୁଗୁ ଓ ଭାଷା ଓଡ଼ିଆ। ଭାଇଜାଗପଟମ୍ ଜିଲ୍ଲା ଭାଇଜାଗପଟମ୍ ତାଲୁକରେ ଥିବା ଲକ୍ଷ୍ମୀ ନରସିଂହ ମନ୍ଦିର ପ୍ରାଙ୍ଗଣସ୍ଥ ଦ୍ୱାଦଶ ସ୍ତମ୍ଭରେ ଏହି ଶିଳାଲେଖଟି ଖୋଦିତ ହୋଇଥାଏ। ଏହାର ଖୋଦନ ସମୟ ଆନୁମାନିକ 1460। ଦେବତାଙ୍କ ଭୋଗ ଉତ୍ସର୍ଗ ଲାଗି ଜଣେ ମହିଳା ଏହି ଶିଳାଲେଖଟି ଖୋଦିତ କରିଥିଲେ। ଶିଳାଲେଖର ପାଠ ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ପ୍ରତାପ କପିଳେଶ୍ୱର ଦେବ ମହାରାଜାଙ୍କର ବିଜେ ରାଜ୍ୟ ସୁସ୍ଥ 33 ଅଙ୍କସ୍ର ଇ ମକର ସୁ ଦଶମୀ ଗୁରୁବାରେ କଳି ଦଣ୍ଡପା ପରୀକ୍ଷା ମହାପାତ୍ର ଗୋ। ତାପରେ ପୁରୁଷୋତ୍ତମ ଦେବଙ୍କ ଶିଳାଲେଖ। ପୁରୀ ଜଗନ୍ନାଥ ମନ୍ଦିର ଜୟ ବିଜୟ ଦ୍ୱାରର ବାମ ପାର୍ଶ୍ୱରେ ଏହି ଶିଳାଲେଖ ଉତ୍କୀର୍ଣ୍ଣ। ଏହି ଶିଳାଲେଖର ପାଠ 1893 ମସିହାରେ ଜର୍ନାଲ ଅଫ୍ ଏସିଆଟିକ୍ ସୋସାଇଟି ଅଫ୍ ବେଙ୍ଗଲର 2ଟି ଭାଗରେ ମନମୋହନ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଉଦ୍ଧୃତ ହୋଇଥିଲା। ଶିଳାଲେଖର ପାଠ ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟକ କପିଳେଶ୍ୱର ପ୍ରତାପ ଶ୍ରୀ ପୁରୁଷୋତ୍ତମ ଦେବ ମହାରାଜଙ୍କ ପ୍ରବର୍ଦ୍ଧମାନ ବିଜେ ରାଜ୍ୟ ସମସ୍ତ ତିନିଅଙ୍କ ଶ୍ରୀ ମଗୁଣି ଶିରକୁ। 8ରେ ପ୍ରତାପ ରୁଦ୍ରଦେବଙ୍କ ଶିଳାଲେଖ। ପୁରୀ ଜଗନ୍ନାଥ ମନ୍ଦିର ଜୟ ବିଜୟ ଦ୍ୱାରର ବାମ ପାର୍ଶ୍ୱରେ ଏହି ଶିଳାଲେଖ ରହିଛି। ରାଜେନ୍ଦ୍ରଲାଲ ମିତ୍ର କ୍ୱାଣ୍ଟିଟି ଅଫ୍ ଓଡ଼ିଶା ଦ୍ୱିତୀୟ ଖଣ୍ଡରେ ଏହାର ପାଠୋଦ୍ଧାର କରିଥିଲେ। 1993 ମସିହାରେ ଜର୍ନାଲ ଅଫ୍ ଏସିଆଟିକ୍ ସୋସାଇଟି ଅଫ୍ ବେଙ୍ଗଲ 2ଟି ଭାଗରେ ଏହାର ପାଠ ସହିତ ଏକ ଆଲୋଚନା ମନମୋହନ ଚକ୍ରବର୍ତ୍ତୀ କରିଥିଲେ। ଏହି ଶିଳାଲେଖ କେତେକାଂଶ କ୍ଷୟପ୍ରାପ୍ତ ହୋଇଥିବାରୁ ପାଠୋଦ୍ଧାର ସହଜ ନୁହେଁ। ଶିଳାଲେଖର ପାଠ ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟକ କଳବର୍ଗେଶ୍ୱର ମହାରାଜାଙ୍କ ସମସ୍ତ ଚାରିଅଙ୍କ ଶ୍ରୀ କଟକ ସୁ 10 ବୁଧବାରେ ଅବଧାରିତ ଠାକୁରଙ୍କ ଗୀତିଗୋବିନ୍ଦ ଠାକୁର ଭୋ ବେଳେ ଏ
ନାଟ ହୋଇ। ପ୍ରାଚୀନ ଓଡ଼ିଆ ଭାଷାର ସ୍ୱରୂପ ନିର୍ଦ୍ଧାରଣରେ ତାମ୍ର ଶାସନ ଗୁଡ଼ିକର ବହୁ ପରିମାଣରେ ସାହାଯ୍ୟ କରିଥାଏ। ଓଡ଼ିଶାରେ ଲେଖାଯାଇଥିବା ତାମ୍ର ଲେଖ ମଧ୍ୟରେ ପ୍ରାଚୀନତମ ହେଉଛି ଚତୁର୍ଦ୍ଦଶ ଶତାବ୍ଦୀ କେନ୍ଦୁଳି ମଠ ଓ ଶଙ୍କରାନନ୍ଦ ମଠର ସନନ୍ଦ। ଏଗୁଡ଼ିକ ଛାଡ଼ିଦେଲେ ଏହା ପୂର୍ବରୁ ଲେଖାଯାଇଥିବା ତାମ୍ରଫଳକ ଗୁଡ଼ିକ ଓଡ଼ିଆରେ ଲିଖିତ ହୋଇ ନଥିଲେ ହେଁ ସେଗୁଡ଼ିକ କେତେକ ଓଡ଼ିଆ ଶବ୍ଦ ସନ୍ଧାନ ମିଳିଥାଏ। ଖ୍ରୀଷ୍ଟାବ୍ଦ ଦଶମ ଶତାବ୍ଦୀରୁ ପଞ୍ଚମ ବଜ୍ରହସ୍ତଦେବଙ୍କ ପାରଳାଖେମୁଣ୍ଡି ତାମ୍ର ଶାସନ ସନନ୍ଦ ଶୈଳୋଦ୍ଭବ ରାଜବଂଶର ଧର୍ମରାଜଙ୍କର ବିଭିନ୍ନ ତାମ୍ର ପଟ୍ଟା ସନନ୍ଦ ପ୍ରଭୃତି ସଂସ୍କୃତ ଭାଷାରେ ଅଭିଲେଖରେ ହିଁ ଏଗୁଡ଼ିକ କେତେକ ପ୍ରାକୃତ ଅପଭ୍ରଂଶ ତଥା ଓଡ଼ିଆ ଶବ୍ଦର ସନ୍ଧାନ ମିଳିଥାଏ। କ୍ୱେଶ୍ଚନ୍ ନମ୍ବର 2, ଶିଳାଲେଖରେ ଥିବା ପ୍ରାଚୀନ ଓଡ଼ିଆ ଭାଷାର ସ୍ୱରୂପ ବର୍ଣ୍ଣନା କର। ଏଇଟା ଆମ ବେଳେ ଏକ୍ଜାମରେ ପଡ଼ିଥିଲା। ଉତ୍ତର ଷଷ୍ଠ ଶତାବ୍ଦୀରୁ ପଞ୍ଚଦଶ ଶତାବ୍ଦୀ। ପ୍ରାଚୀନ ଓଡ଼ିଆ ଭାଷାର କେତେକ ପ୍ରାମାଣିକ ନିଦର୍ଶନ ଷଷ୍ଠ ଶତାବ୍ଦୀରୁ ପଞ୍ଚଦଶ ଶତାବ୍ଦୀ ମଧ୍ୟରେ ଲିଖିତ ଅଭିଲେଖ, ଗଦ୍ୟ ରଚନା ଓ ପଦ୍ୟ ରଚନାରେ ପରିଦୃଷ୍ଟ ହୁଏ। ଭାଷା ସ୍ରୋତସ୍ୱିନୀ ଭଳି ଚିର ପ୍ରବାହମାନ ଓଡ଼ିଆ ଭାଷା ଉତ୍ପତ୍ତି କ୍ରମ ଓ ବିକାଶ ଧାରା ପର୍ଯ୍ୟାଲୋଚନା କାଳରେ ପ୍ରାଚୀନ ଅଭିଲେଖ ଗୁଡ଼ିକର ଏକ ବିଶେଷ ଭୂମିକା ଥିବାର ଲକ୍ଷ୍ୟ କରାଯାଏ। ଶୈଳୋଦ୍ଭବ, ଭୌମକର ଓ ଗଙ୍ଗବଂଶୀୟ ରାଜାମାନଙ୍କ ଦ୍ୱାରା ଖୋଦାଇତ ଅଭିଲେଖ ଗୁଡ଼ିକରେ ଯତ୍ରଚିତ୍ର ଓଡ଼ିଆ, ଭୌମର ଓ ଗଙ୍ଗବଂଶୀୟ ରାଜାମାନଙ୍କ ଦ୍ୱାରା ଖୋଦାଇତ ଅଭିଲେଖ ଗୁଡ଼ିକରେ ଯତ୍ରଚିତ୍ର ଓଡ଼ିଆ ଶବ୍ଦର ସନ୍ଧାନ ମିଳିଥାଏ। ଉଦାହରଣ ସ୍ୱରୂପ ମାଧବ ବର୍ମାଙ୍କ ନିବିଡ଼ା ତାମ୍ର ଶାସନ, ଗଣ୍ଡିବେତ ବୌଦ୍ଧ ମୂର୍ତ୍ତିରେ ଉତ୍କୀର୍ଣ୍ଣ ଅଭିଲେଖ, ଅନନ୍ତ ଦେବ ବର୍ମାଙ୍କ ମଞ୍ଜୁଷା ତାମ୍ର ଶାସନ ଇତ୍ୟାଦି। ମାଧବ ବର୍ମାଙ୍କ ତାମ୍ର ଶାସନ। ମାଧବ ବର୍ମାଙ୍କ ତାମ୍ର ଶାସନରେ ବ୍ୟବହୃତ କୁମ୍ଭାର, ଅନନ୍ତ ବର୍ମାଙ୍କ ତାମ୍ର ଶାସନରେ ବ୍ୟବହୃତ ଭିତରୁ 15 ଶବ୍ଦଗୁଡ଼ିକ ହେଉଛି ଓଡ଼ିଆ। ଜାମ୍ ଶିଳାଲେଖଟି ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ଚିକାଗୋ ଜିଲ୍ଲାର ଉର୍ଜାମ୍ ଗ୍ରାମରୁ ଆବିଷ୍କୃତ। ଏହାର ଲିପି ନାଗରୀ, ଭାଷା ବିକୃତ ସଂସ୍କୃତ। ଏଥିରେ କେତେକ ଓଡ଼ିଆ ଶବ୍ଦ ଓ ତେଲୁଗୁ ଶବ୍ଦ ରହିଛି। ଏହି ଶିଳାଲେଖ ଭାଷାରୁ ଓଡ଼ିଆ ଭାଷାର ପୂର୍ଣ୍ଣାଙ୍ଗ ବିକଶିତ ରୂପ ପରିଚୟ ମିଳେ। ଶିଳାଲେଖର ପାଠ। ସ୍ୱସ୍ତି ସରମ ମୁଁ, ଖାନି କପୁର ଦର୍ପ ମର୍ଦ୍ଧ, ନଭୁଜବନ୍ତ ପରାକ୍ରମ ଇତ୍ୟାଦି। ଦ୍ୱିତୀୟ ନରସିଂହ ଦେବଙ୍କ ଦ୍ୱାରା ଦ୍ୱୈଭାଷିକ ଶିଳାଲେଖ। ଭୁବନେଶ୍ୱରରେ ଆବିଷ୍କୃତ ଦ୍ୱିତୀୟ ନରସିଂହ ଦେବଙ୍କ ଦ୍ୱାରା ଦ୍ୱୈଭାଷିକ ଶିଳାଲେଖ 1249ରେ ପ୍ରକୃତରେ ପ୍ରାଚୀନତମ ଶିଳାଲେଖ, ଯେଉଁଥିରେ ପ୍ରାଚୀନ ଓଡ଼ିଆ ଭାଷାରେ ଯଥାର୍ଥ ନିଦର୍ଶନ ମିଳିଥାଏ। ଓଡ଼ିଶାର ଇତିହାସ ଓ ଓଡ଼ିଆ ଭାଷାର ଇତିହାସ ଦୃଷ୍ଟିରୁ ଏହି ଶିଳାଲେଖଟି ଅତୀବ ମୂଲ୍ୟବାନ। ଏହାର ଗୋଟିଏ ପାର୍ଶ୍ୱରେ ପ୍ରତ୍ନ ଓଡ଼ିଆ ଲିପି ଓ ଅନ୍ୟ ପାର୍ଶ୍ୱରେ ତାମିଲ ଲିପି ବ୍ୟବହୃତ। ଶିଳାଲେଖର ପାଠ ହେଉଛି ସ୍ୱସ୍ତି ଶ୍ରୀ ବୀର ନରନାର ସଂଘ ଦେବ ବପ୍ରଧାନୀ ବିଜୟରାଜେଶ ମୃତ 22 ରାହି କାର୍ତ୍ତିକ କୃଷ୍ଣ 7 ରବିବାର। ଡକ୍ଟର ସୁନୀତି କୁମାର ଚାଟାର୍ଜୀ। ଡକ୍ଟର ସୁନୀତି କୁମାର ଚାଟାର୍ଜୀ ଏହି ଶିଳାଲେଖର ଭାଷାକୁ ମାଗଧୀ ଅପଭ୍ରଂଶ ଓ ପ୍ରାଚୀନ ଓଡ଼ିଆ ଭାଷାର ମଧ୍ୟବର୍ତ୍ତୀ ଭାଷା ବୋଲି ପଢ଼ି ଦେଇଛନ୍ତି। ଏଥିରେ ବ୍ୟବହୃତ କଇ ଏବଂ କେ, ରଟ ପ୍ରଭୃତି ବିଭକ୍ତି ପ୍ରତ୍ୟୟ ଗୁଡ଼ିକ ଆଖି ଆଗରେ ରଖି ସେ ଏହିପରି ମତ ପୋଷଣ କରିଛନ୍ତି। ଏହି ଏକଙ୍କୁ ଓଡ଼ିଆରେ ଙ୍କୁ, ରଇ ଓଡ଼ିଆରେ ରେ ହୋଇଛି।
संस्कृत शब्दगुड़िक प्राचीन ओडिया किपरि रूप नहीं ताहार दृष्टांत होउछि प्राचीन ओडिया भाषार यार स्वरूप नरसिंह नारसिंह आचार्य आचार्य कार्तिक कार्तिक कृष्ण कृष्ण इत्यादि। त्रिमाळी मठस्थित ताम्रशासन 1384 ଖ୍ରୀଷ୍ଟାବ୍ଦରେ त्रिमाळी मठस्थित ताम्रशासन आमे निम्नलिखित ओडिया शब्द व्यवहार करिथाउ तथा दक्षिण सीमा भाकर ग्रामर चकलिया आलंट बियाली भुईर उत्तर दंडा कथगड़ा दशामंत बंध उपर पथर इत्यादि। चतुर्थ नरसिंह देवଙ୍କ ସମୟରେ 1395 96 ଖ୍ରୀଷ୍ଟାବ୍ଦରେ ଲିଖିତ ଚତୁର୍ଥ ନରସିଂହ ଦେବଙ୍କ ପୁରୀ ଶଙ୍କରାନନ୍ଦ ମଠ ତାମ୍ର ଫଳକରେ ଥିବା ଶିଳାଲେଖ ଗୁଡ଼ିକର ପ୍ରମାଣ ମିଳେ ଯଥା ଶିଳାଲେଖର ପାଠ ହେଉଛି ବିଛା ବୁଣା ଲେଙ୍କା ଭିତର ଆଉ ସେନ୍ତାପ୍ତି ମୁଦଲେ ଆଠ ସାଇତ ଘରେ ରାଡ଼ିଶ ଦୁଇକାରୀ ଉତ୍ତାରୁ ବିଚେ ଇତ୍ୟାଦି। ପଞ୍ଚମ ଶତାବ୍ଦୀରେ ଖୋଦିତ ଓଡ଼ିଆ ଅଭିଲେଖ ଗୁଡ଼ିକରେ ଆମେ ଓଡ଼ିଆ ଭାଷାର ଅପେକ୍ଷାକୃତ ମାର୍ଜିତ ଓ ବିକଶିତ ରୂପ ନିଦର୍ଶନ ପାଉ। ତାହାର ଗୋଟିଏ ଦୃଷ୍ଟାନ୍ତ ହେଲେ ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ପ୍ରତାପ କପିଳେଶ୍ୱର ଦେବ ମହାରାଜଙ୍କ ବିଜେ ରାଜ୍ୟ ସମସ୍ତ 35 ଶ୍ରୀ ଇମେଶ କୃ 4 ବୁଧବାରେ ଭୋ ଜଗନ୍ନାଥ ତହର ସେବକ ଥାଏ ମତ ଜଣାଉଛି ରାଇଜ ଯାକେ ଏ ସାଆନ୍ତମାନଙ୍କୁ ପାଇକ ରାଇଜକୁ କରି। ଶିଳାଲେଖଟି ସମୟ 1464 ଖ୍ରୀଷ୍ଟାବ୍ଦ ଏପ୍ରିଲ 25 ତାରିଖ। ଉପରୋକ୍ତ ଅନୁଶୀଳନରୁ ସ୍ପଷ୍ଟ ହୁଏ ଯେ ଶିଳାଲେଖ ଗୁଡ଼ିକରୁ ଓଡ଼ିଆ ଭାଷାର କ୍ରମ ଅନୁଭବ କରିହୁଏ। ଓଡ଼ିଆ ଭାଷାର ଆଦି ରୂପ ଓ ବିକଶିତ ପର୍ଯ୍ୟାୟ ଏଥିରୁ ସ୍ପଷ୍ଟ ହୁଏ। क्वेश्चन नंबर 3 ଓଡ଼ିଆ ଭାଷାର କ୍ରମ ବିକାଶରେ ଓଡ଼ିଆ ଖୋଦିତ ଶିଳାଲେଖ ବା ଅଭିଲେଖ ଗୁଡ଼ିକର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କର। ଏଇଟା ମଧ୍ୟ ଏକ୍ଜାମରେ ପଡ଼ିଥିଲା ଆମ ବେଳେ। ଉତ୍ତର ଓଡ଼ିଆ ଭାଷା ଓ ସାହିତ୍ୟର ପୂର୍ଣ୍ଣାଙ୍ଗ ସ୍ୱରୂପ। ଓଡ଼ିଆ ଭାଷା ଓ ସାହିତ୍ୟର ପୂର୍ଣ୍ଣାଙ୍ଗ ସ୍ୱରୂପ ବିଶ୍ଳେଷଣ ଅବସରରେ ଶିଳାଲେଖ ଗୁଡ଼ିକର ଅଧ୍ୟୟନ ଏକାନ୍ତ ଅପରିହାର୍ଯ୍ୟ କାରଣ ଓଡ଼ିଆ ଭାଷାର ଉତ୍ପତ୍ତି ଓ କ୍ରମ ବିକାଶରେ ଶିଳାଲେଖ ଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏତଦ୍ ବ୍ୟତୀତ ପ୍ରାଚୀନ ଓଡ଼ିଆ ସାହିତ୍ୟର ସ୍ୱରୂପ ଜାଣିବାକୁ ହେଲେ ଅଭିଲେଖ ବା ଶିଳାଲେଖ ଗୁଡ଼ିକୁ କେବଳ ବାଦ ଦିଆଯାଇପାରିବ ନାହିଁ କାରଣ ଲୋକମୁଖରେ ସଂରକ୍ଷିତ ଥିବା ପ୍ରାଚୀନ ଓଡ଼ିଆ ସାହିତ୍ୟର ଭାଷା ପରିବର୍ତ୍ତୀ ହୋଇଯାଇଛି କିନ୍ତୁ ଯାହା ପର୍ବତ ଗୁମ୍ଫା ପ୍ରସ୍ତର ବା ତାମ୍ର ଶାସନରେ ଲିପିବଦ୍ଧ ହୋଇ ରହିଛି ତାହା ଅପରିବର୍ତ୍ତିତ ହୋଇଥିବାରୁ ତାହାକୁ ଭାଷା ପ୍ରାକୃତ ସ୍ୱରୂପ ବୋଲି ଗ୍ରହଣ କରାଯାଏ। ଓଡ଼ିଆ ଶିଳାଲେଖର ପ୍ରାଚୀନ ଖୋଦିତ ଅଭିଲେଖ। ବିଗତ 11 ବର୍ଷ ମଧ୍ୟରେ ଓଡ଼ିଶାର ପ୍ରାଚୀନ ଖୋଦିତ ଅଭିଲେଖ ଗୁଡ଼ିକର ଆବିଷ୍କାର ଓ ସେସବୁର ଭାଷାତାତ୍ତ୍ୱିକ ଅନୁଶୀଳନ ଲାଗି ପ୍ରଚେଷ୍ଟା ହୋଇଛି। ଏହି ପ୍ରଚେଷ୍ଟାର ଫଳସ୍ୱରୂପ ଓଡ଼ିଆ ଭିତରୁ ଓଡ଼ିଶା ବାହାରୁ ବିଭିନ୍ନ ଅଭିଲେଖ ଗୁଡ଼ିକର ଆବିଷ୍କାର ହୋଇଛି। ଏଥିରୁ ଯେ କେବଳ ଓଡ଼ିଆ ଭାଷାର ପ୍ରାଚୀନ ସ୍ୱରୂପ ଓ କ୍ରମ ବିକାଶ ସମ୍ପର୍କରେ ଜଣାପଡ଼େ ତାହା ନୁହେଁ ଏଥିସହିତ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଶାସକଙ୍କର ଶାସନ ଦିଗ୍ବିଜୟ ଦଣ୍ଡାଦେଶ ପୁରୋହିତ ବ୍ରାହ୍ମଣ ସନ୍ନ୍ୟାସୀ ପ୍ରଦତ୍ତ ଦାନ ଦକ୍ଷିଣା ବିବରଣୀ ସମ୍ପର୍କରେ ସୂଚନା ମିଳିଥାଏ। ବିଭିନ୍ନ ସ୍ଥାନରୁ ବିଭିନ୍ନ ସମୟରେ ମିଳୁଥିବା ଶିଳାଲେଖ ଗୁଡ଼ିକର ବିଭିନ୍ନ ଲିପିର ଦୃଷ୍ଟାନ୍ତ ମଧ୍ୟ ରହିଛି। ଏକରେ ଓଡ଼ିଆ ଶିଳାଲେଖର ପ୍ରଥମ ପର୍ଯ୍ୟାୟ।
ସପ୍ତମ ଶତାବ୍ଦୀ ବେଳକୁ ଓଡ଼ିଆ ଭାଷା ଲିପିବଦ୍ଧ ହୋଇ ସମସ୍ତ ସମର୍ଥ ହାସଲ କରିଥିଲା। ଏହି ଶତାବ୍ଦୀରେ ମାଧବ ବର୍ମାଙ୍କ ଦ୍ୱାରା ଖୋଦିତ ଖୋର୍ଦ୍ଧା ତାମ୍ରଶାସନରେ ଗୋଟିଏ ଓଡ଼ିଆ ଶବ୍ଦ ବ୍ୟବହୃତ ହୋଇଛି। ତାହା ହେଉଛି କୁମ୍ଭାର। ଏହି ତାମ୍ରଶାସନରେ ଥରଣ ଜିଲ୍ଲାର ଅନ୍ତର୍ଗତ ଗୋଟିଏ ଗ୍ରାମର ନାମ କୁମ୍ଭାର ବୋଲି ଉଲ୍ଲେଖ ହୋଇଛି। 991 ଖ୍ରୀଷ୍ଟାବ୍ଦରେ ଅନନ୍ତ ବର୍ମାଙ୍କ ତାମ୍ରଶାସନରେ ମଞ୍ଜୁଷା ତାମ୍ରଶାସନରେ ଭିତରୁ ଓ 15 ଏହି ଦୁଇଟି ଓଡ଼ିଆ ଶବ୍ଦ ବ୍ୟବହୃତ ହୋଇଛି। ଏହାର ଦ୍ୱିତୀୟ ବ୍ରଜହସ୍ତ ଦେବଙ୍କ କାଳର ଉର୍ଜାମ ଶିଳାଲେଖ ସମୟ 1051 ଖ୍ରୀଷ୍ଟାବ୍ଦ ବୋଲି ସୂଚିତ ହୋଇଛି। ଏହା ଆନ୍ଧ୍ରପ୍ରଦେଶର ଚିକାଗୋଲ ଜିଲ୍ଲାର ଉର୍ଜାମ ଗ୍ରାମରୁ ପ୍ରାପ୍ତ ହୋଇଛି। 2. ଓଡ଼ିଆ ଶିଳାଲେଖର ଦ୍ୱିତୀୟ ପର୍ଯ୍ୟାୟ 1288 ଖ୍ରୀଷ୍ଟାବ୍ଦରେ ଦ୍ୱିତୀୟ ନରସିଂହ ଦେବଙ୍କ ଦ୍ୱାରା ଖୋଦିତ ଭୁବନେଶ୍ୱରରୁ ପ୍ରାପ୍ତ ଦ୍ୱୈଭାଷିକ ଶିଳାଲେଖର ଗୋଟିଏ ପାର୍ଶ୍ୱରେ ତାମିଲ ଲିପି ଓ ଅପର ପାର୍ଶ୍ୱରେ ପ୍ରତ୍ନ ଓଡ଼ିଆ ଲିପି ରହିଛି। ଓଡ଼ିଆ ଭାଷାର ଅନୁଶୀଳନ ଦୃଷ୍ଟିରୁ ଏହି ଶିଳାଲେଖର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହାର ଭାଷା ସମ୍ପର୍କରେ ଡକ୍ଟର ସୁନୀତି କୁମାର ଚାଟାର୍ଜୀ ମତ ଦେଇଛନ୍ତି। ଏଥିରେ ପରିଦୃଷ୍ଟ ଓଡ଼ିଆ ଶବ୍ଦର ଦୃଷ୍ଟାନ୍ତ ହେଉଛି ଦେଢ଼, ତହୁଁ, ପାଣି, ତିନି, ଯେତେକ ଇତ୍ୟାଦି। ଖ୍ରୀଷ୍ଟପୂର୍ବ 1384ରେ ଖୋଦିତ ଚତୁର୍ଥ ନରସିଂହ ଦେବଙ୍କ ଦ୍ୱାରା ଏକ ତାମ୍ରଶାସନରେ ସନନ୍ଦ ପୁରୀ ତ୍ରିମାଳି ମଠ ମିଳିଛି। ସେହି ଚତୁର୍ଥ ନରସିଂହ ଦେବଙ୍କ ଦ୍ୱାରା 1394ରେ ଲିଖିତ ଅନ୍ୟ ଏକ ତାମ୍ରଲେଖରେ ସନନ୍ଦ ପୁରୀ ଶଙ୍କରାନନ୍ଦ ମଠରୁ ମିଳିଛି। ତାପରେ 3 ଓଡ଼ିଆ ଶିଳାଲେଖର ତୃତୀୟ ପର୍ଯ୍ୟାୟ 15ଶ ଶତାବ୍ଦୀ ଥିଲା ଓଡ଼ିଆ ଭାଷା ଓ ସାହିତ୍ୟ ଲାଗି ସୁବର୍ଣ୍ଣ ଯୁଗ। ଏହି ସମୟରେ ଅଧିକାଂଶ ଶିଳାଲେଖ ସୂର୍ଯ୍ୟବଂଶୀ ଓଡ଼ିଆ ଗଜପତି ରାଜାମାନଙ୍କର। 1335ରେ କପିଳେନ୍ଦ୍ର ଓଡ଼ିଶାର ଗଜପତି ହୋଇ ଓଡ଼ିଆ ଭାଷାର ପୂର୍ଣ୍ଣାଙ୍ଗ ବିକାଶ ଲାଗି ଉଦ୍ୟମ କରିଥିଲେ। ଆଦିକବି ସାରଳା ଦାସ ମଧ୍ୟ ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧ ଲାଗି ଜୀବନ ଉତ୍ସର୍ଗ କରିଥିଲେ। ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବ, ପୁରୁଷୋତ୍ତମ ଦେବ ଓ ପ୍ରତାପରୁଦ୍ର ଦେବଙ୍କ ସମୟରେ ଓଡ଼ିଶାର ଇତିହାସ, ସାହିତ୍ୟ ଓ ସଂସ୍କୃତ ଯଥେଷ୍ଟ ଉନ୍ମୁକ୍ତ ହୋଇଥିଲା। ଏହି ସମୟରେ ପ୍ରାୟ 50ଟି ଶିଳାଲେଖ ମଧ୍ୟରୁ ପ୍ରାୟ 20ଟି କେବଳ କପିଳେନ୍ଦ୍ର ଦେବଙ୍କର। ଏ ସମୟର ଶିଳାଲେଖ ଗୁଡ଼ିକରେ ବ୍ୟବହୃତ ହୋଇଥିବା ଓଡ଼ିଆ ଭାଷା ମାର୍ଜିତ ଓ ସରଳ, ଯଥା ଦୋହସର, ଗୋଚର, ଆଜ୍ଞା, ବୋଲି, ହଇଲା, ଆମ୍ଭ, ଓଡ଼ିଆ ରାଜ୍ୟେ, କେତେ ରାଜ୍ୟ ଇତ୍ୟାଦି। କ୍ରମେ ଓଡ଼ିଆ ଅଭିଲେଖରେ ଜାବନିକ ଶବ୍ଦର ପ୍ରୟୋଗ ହୋଇଛି। ସେଗୁଡ଼ିକ ହେଉଛି ମୋଗଲ ଶାସନକାଳୀନ ଜାବନିକ ଶବ୍ଦ ଯଥା ତିଆରି, ସୁର, ଗଣ, ଜପରାଶି, ଗଡ଼ଜାତ ପ୍ରଭୃତି। ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ଅନୁଭୂତ ହୁଏ ଯେ ଓଡ଼ିଆ ଲିପିର କ୍ରମ ବିକାଶ ଓ ଓଡ଼ିଆ ଭାଷାର ଭାଷାତାତ୍ତ୍ୱିକ ଅଧ୍ୟୟନ ଲାଗି ଓଡ଼ିଆ ଅଭିଲେଖ ଗୁଡ଼ିକର ଅନୁଶୀଳନ ସର୍ବଦା ଅପରିହାର୍ଯ୍ୟ। ଏତିକିରେ ଆଜିର ହ୍ୟାଲୋ ଏଭ୍ରିୱାନ୍, ଆଇ ଏମ୍ ଦମୟନ୍ତୀ, ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ଏବେ ମୁଁ ଆଲୋଚନା କରିବି ପେପର୍ 5ର ୟୁନିଟ୍ 2 ଓଡ଼ିଆ ଲିପିର ଐତିହାସିକ ବିବର୍ତ୍ତନ। ଲଙ୍ଗ୍ କ୍ୱେଶ୍ଚନ୍ ନମ୍ବର 1, ଓଡ଼ିଆ ଲିପିର କ୍ରମ ବିକାଶ ସମ୍ପର୍କରେ ଆଲୋଚନା କର। ଉତ୍ତର। ଲିପ୍ୟତେ ଶବ୍ଦରୁ ଲିପି ଶବ୍ଦର ସୃଷ୍ଟି। ଲିଖନର ମାଧ୍ୟମ ହେଉଛି ଲିପି। ଆମେ ଯେଉଁ ଭାଷା କହିଥାଉ ତାହାକୁ ଚକ୍ଷୁ ସମ୍ମୁଖରେ ଦେଖାଇବା ହେଉଛି ଲିପିର କାର୍ଯ୍ୟ, ଅର୍ଥାତ୍ ଏହା ହେଉଛି ବାଚିକ ଭାଷାର ଏକ ଲୌକିକ ସାଙ୍କେତିକ ଚିହ୍ନ। ସେଥିପାଇଁ ଲିପିକୁ ବର୍ଣ୍ଣ ବା ଅକ୍ଷର ମଧ୍ୟ କୁହାଯାଏ। ପ୍ରାଚୀନ ଲିପି। ପ୍ରାଚୀନ କାଳରେ ପ୍ରସ୍ତର, ଲୌହ, ତାମ୍ର, ସୁବର୍ଣ୍ଣ, କାଷ୍ଠ, ଚର୍ମ, ଇଷ୍ଟକ, ମୃତ୍ତିକା, ତାଳପତ୍ର ଓ ଭୋଜପତ୍ର ପ୍ରଭୃତିରେ ଏହି ଲିପି ଲିଖନ ହୋଇଥିବାର ଦୃଷ୍ଟାନ୍ତ ମିଳିଛି। ଏହି ଲିପି ପୁଣି ସାଙ୍କେତିକ ଲିପି, ଚିତ୍ରଲିପି, ଧ୍ୱନିଲିପି, ଶଙ୍କୁଲିପି ଇତ୍ୟାଦି ବିଭିନ୍ନ ପ୍ରକାରରେ ଦେଖାଯାଏ। ତାପରେ ଲିପିକୁ ଆମେ କେତେ ଭାଗରେ ବିଭକ୍ତ କରିଛୁ। କରେ ବ୍ରାହ୍ମୀ ଲିପି। ଖ୍ରୀଷ୍ଟପୂର୍ବ 3ୟ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ 3ୟ ଶତାବ୍ଦୀ ଆମର
ବ୍ରାହ୍ମୀ ଲିପି। ଖାରବେଳ ହାତୀଗୁମ୍ଫା ଶିଳାଲେଖର ସମସ୍ତ ଏ ପର୍ଯ୍ୟନ୍ତ ସୁନିର୍ଦ୍ଦିଷ୍ଟ ହୋଇନଥିଲେ ହେଁ ସ୍ଥୂଳତଃ ଏହାକୁ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀ ବୋଲି ଧରାଯାଇପାରେ। ଏଥିରେ ପ୍ରୟୋଗ ହୋଇଥିବା ଲିପି ହେଉଛି ବ୍ରାହ୍ମୀ ଲିପି। ପ୍ରାଚୀନ ବ୍ରାହ୍ମୀ ଲିପିରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଖୋଦିତ ଅଶୋକାନ ଶାସନଗୁଡ଼ିକର ସମୟ ଖ୍ରୀଷ୍ଟୀୟ 1ମ ଶତାବ୍ଦୀରୁ ପୂର୍ବବର୍ତ୍ତୀ। ଏହି ବ୍ରାହ୍ମଲିପି ଦୁଇ ଭାଗରେ ବିଭକ୍ତ, ଯଥା ମୌର୍ଯ୍ୟ ବ୍ରାହ୍ମଲିପି ଓ କୁଷାଣ ବ୍ରାହ୍ମଲିପି। ତାପରେ ଗୁପ୍ତଲିପି। ଖରେ ଗୁପ୍ତଲିପି। ଗୁପ୍ତ ବଂଶର ରାଜାମାନଙ୍କର ଶାସନ କାଳରେ ବ୍ରାହ୍ମଲିପି ଅଧିକ ବିକଶିତ ହୋଇଥିଲା ଏବଂ ଲିପିଗୁଡ଼ିକର ସୌନ୍ଦର୍ଯ୍ୟ ଲାଗି ସେଥିରେ ବିନ୍ଦୁ ବା ଚଳ ଯୋଗ କରାଯାଇଥିଲା। ଶ, ହ, ଲ ପ୍ରଭୃତି କେତେକ ବର୍ଣ୍ଣକୁ ଭିତ୍ତି କରି କେତେକ ଏହାର ପ୍ରାଚ୍ୟ ଓ ପାଶ୍ଚାତ୍ୟ ବୋଲି ଦୁଇ ଭାଗରେ ବିଭକ୍ତ କରିଥାନ୍ତି। କେତେକ ଭାଷାବିତ୍ କଳାହାଣ୍ଡିରୁ ପ୍ରାୟ ତୁଷ୍ଟୀକରଣ ତାମ୍ରପାତ୍ରରେ ଖ୍ରୀଷ୍ଟୀୟ ଚତୁର୍ଥ ବ୍ରାହ୍ମଲିପି ବୋଲି ମତ ଦେଇଥିଲେ। ହେଁ ତାହା ଭ୍ରମଶୂନ୍ୟ ନୁହେଁ। ଗୁପ୍ତ ରାଜାମାନଙ୍କ ଦ୍ୱାରା ଓଡ଼ିଶାରେ ଖୋଦିତ ତାମ୍ରଶାସନମାନଙ୍କରେ ଓଡ଼ିଆ ବର୍ଣ୍ଣମାଳାର ଖ, ଗ, ଣ, ଥ, ଦ, ମ ପ୍ରଭୃତି ବର୍ଣ୍ଣ ପ୍ରୟୋଗ ହୋଇଛି। ତାପରେ ସୂକ୍ଷ୍ମକଣି ଲିପି। ସୂକ୍ଷ୍ମକଣି ଲିପିକୁ ସିଦ୍ଧ ମାତୃକା ବା କୁଟିଳ ଲିପି ବୋଲି କୁହାଯାଏ। ଏହା ଷଷ୍ଠ ଶତାବ୍ଦୀରୁ ଏକାଦଶ ଶତାବ୍ଦୀ। ଗୁପ୍ତ ରାଜାମାନଙ୍କ ଶାସନ କାଳରେ ଲିପିର ସୌନ୍ଦର୍ଯ୍ୟ ଲାଗି ବିନ୍ଦୁ ବା ଚଳ ଯୋଗ କରାଯାଇଥିଲା। ମାତ୍ର ଏହି ଯୁଗର ଅନ୍ତିମ ପର୍ଯ୍ୟାୟ ଏହି ବିନ୍ଦୁ ତ୍ରିକୋଣାକାର ହେଲା। ଏହି ଲିପିଗୁଡ଼ିକ କୁଟିଳାକୃତି ବା କଣ୍ଟକ ଆକୃତି ଧାରଣ କରୁଥିବାରୁ ଏହାର ନାମ କରାଗଲା କୁଟିଳ ଲିପି। ତାପରେ ମାଗଧୀ ଲିପି। ଖ୍ରୀଷ୍ଟାବ୍ଦ ଏକାଦଶ ଶତାବ୍ଦୀରୁ ଚତୁର୍ଦ୍ଦଶ ଶତାବ୍ଦୀ। ଲିପିତତ୍ତ୍ୱବିତ୍ ଶ୍ରୀଯୁକ୍ତ ସତ୍ୟନାରାୟଣ ରାଜଗୁରୁଙ୍କ ମତରେ ଦଶମ ଶତାବ୍ଦୀ ବେଳକୁ ଓଡ଼ିଶାରେ ଦୁଇ ପ୍ରକାରର ଲିପି ଦେଖାଯାଏ। ଓଡ଼ିଶାର ପୂର୍ବୋତ୍ତର ଓ ପଶ୍ଚିମାଞ୍ଚଳରେ ବ୍ୟବହୃତ ଲିପି, ଓଡ଼ିଶାର ଦକ୍ଷିଣାଞ୍ଚଳରେ ବ୍ୟବହୃତ ଲିପି। ଦ୍ୱାଦଶ ଶତାବ୍ଦୀ ବେଳକୁ ଓଡ଼ିଶାରେ ଅନ୍ୟ ଏକ ଲିପିର ପ୍ରଚଳନ ଆରମ୍ଭ ହୋଇଥାଏ। ଜିବୁଭଲ ଏହାକୁ ପ୍ରାକ୍-ବଙ୍ଗୀୟ ଲିପି ବୋଲି କହିଛନ୍ତି, ମାତ୍ର ଡକ୍ଟର ଦୀନେଶଚନ୍ଦ୍ର ଏହାକୁ ଅନ୍ୟ ନାମରେ କହିଛନ୍ତି। ଏ କ୍ଷେତ୍ରରେ କେତେକ ଭାଷାବିତ୍ ଏହି ଲିପିକୁ ପ୍ରନ୍-ଓଡ଼ିଆ ଲିପି ବୋଲି ମଧ୍ୟ କହିଛନ୍ତି। ତାପରେ ପ୍ରାଚୀନ ଓଡ଼ିଆ ଲିପି। ଏହା ଚତୁର୍ଦ୍ଦଶ ଶତାବ୍ଦୀରୁ ଷୋଡ଼ଶ ଶତାବ୍ଦୀ। ଏହି ସମୟରେ ଉତ୍ତର ଭାରତୀୟ ଲିପିରୁ ଆଧୁନିକ ଓଡ଼ିଆ ଇ-ଐ-ଓ-ଔ ବର୍ଣ୍ଣଗୁଡ଼ିକ ଉତ୍ପତ୍ତି ହୋଇଛି। ପ୍ରତ୍ନ-ଓଡ଼ିଆ ବା ପ୍ରତ୍ନ-ବଙ୍ଗୀୟ ଲିପିର କ୍ରମବିକାଶ ପଞ୍ଚଦଶ ଶତାବ୍ଦୀର ପର୍ଯ୍ୟନ୍ତ ହୋଇଥିବାର ଦେଖିବାକୁ ମିଳେ। ଏହି ସମୟରେ ଗଙ୍ଗ ରାଜାମାନଙ୍କର ଶିଳାଲେଖ ଓ ତାମ୍ରଶାସନରେ ପ୍ରତ୍ନ-ଓଡ଼ିଆ ଲିପି ବ୍ୟବହୃତ ହୋଇଛି। ଗଙ୍ଗ ବଂଶର ରାଜତ୍ୱର ଶେଷ ଆଡ଼କୁ ଓଡ଼ିଆ ଭାଷାରେ ବର୍ତ୍ତୁଳାକାର ଲିପିଗୁଡ଼ିକ ଜନ୍ମ ନେଇଥିଲା। ଏହି ବର୍ତ୍ତୁଳାକାର ଲାଗି ଶିଳାଲେଖ ଖୋଦନ ଖୁଣ୍ଟିଆମାନେ ଦାୟୀ ବୋଲି ଅନେକ ବିଶ୍ୱାସ କରନ୍ତି। କିନ୍ତୁ ଜନ୍ସବିମ୍ଙ୍କ ମତରେ ହେଉଛି ପ୍ରାଚୀନ କାଳରେ ପଣ୍ଡିତମାନେ ତାଳପତ୍ରମାନଙ୍କରେ ଲୌହ ଲେଖନୀ ସାହାଯ୍ୟରେ ଲିଖନ କାର୍ଯ୍ୟ କରୁଥିବାର ସରଳୀକୃତ ତାଳପତ୍ର ଶିଳାଗୁଡ଼ିକୁ ବର୍ତ୍ତୁଳାକାର କରୁଥିଲେ। ଏହି ଲିପିକୁ ପ୍ରାଚୀନ ଓଡ଼ିଆ ଲିପି କୁହାଯାଏ। ତାପରେ ଆଧୁନିକ ଓଡ଼ିଆ ଲିପି। ଷୋଡ଼ଶ ଶତାବ୍ଦୀରୁ ପରବର୍ତ୍ତୀ ସମୟ। ଷୋଡ଼ଶ ସପ୍ତଦଶ ଶତାବ୍ଦୀ ବେଳକୁ ଓଡ଼ିଆ ଲିପି କ୍ରମ ପରିବର୍ତ୍ତନ ରୂପ ଧାରଣ କରି ଆଧୁନିକ ଓଡ଼ିଆ ଲିପି ଭାବେ ସ୍ୱୀକୃତ ହୋଇଛି। ବିଭିନ୍ନ ତାଳପତ୍ର, ପୋଥି, ତାମ୍ରପତ୍ର ଶିଳାଲେଖମାନଙ୍କରେ ଏହି ଲିପିର ଦୃଷ୍ଟାନ୍ତ ମିଳିଥାଏ। ଆଧୁନିକ ଓଡ଼ିଆ ଲିପି ସାଧାରଣତଃ ଦୁଇଟି ଲିଖିତ ରୂପ ଦେଖିବାକୁ ମିଳେ। ଗୋଟିଏ ପ୍ରକାରର ରୂପ ହେଉଛି ସାଧାରଣୀ ଓ ଅନ୍ୟଟି କରଣୀ ପଦ୍ଧତି।
ଅନ୍ୟାନ୍ୟ ଲିପିଗୁଡ଼ିକ ହେଉଛି କଳିଙ୍ଗ ଲିପି, ରତ୍ନବଙ୍ଗୀୟ ଲିପି, ନାଗରୀ ଲିପି, ପ୍ରାଚୀନ ଓଡ଼ିଆ ଲିପି ଇତ୍ୟାଦି। ଏହିପରି ନାନା ପରିବର୍ତ୍ତନ ସୋପାନ ଅତିକ୍ରମ କରି ଓଡ଼ିଆ ଲିପି ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅବସ୍ଥାରେ ଉପନୀତ ହୋଇଛି। ସମାପ୍ତ।